ଦେଖନ୍ତୁ ଏ ଯୋଉ ଅଭିଯୋଗ ଆସିଛି ଯୋଉ ବାହାର ଦେଶର ବା ଅଣ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକ ମନ୍ଦିରକୁ ପଶିଥିଲେ ସେଥିପାଇଁ ଆଜି ଆମେ ସିଂହଦ୍ୱାର ପୋଲିସ ଷ୍ଟେସନରେ ଆମର ଆଡମିନିଷ୍ଟ୍ରେଟିଭ ସିକ୍ୟୁରିଟିଙ୍କୁ ଗୋଟେ କମ୍ପ୍ଲେନ୍ ପିଟିସନ୍ ଯାଇଛି ସେ ତାକୁ ତଦନ୍ତ କରିବେ ଏବଂ ତଦନ୍ତ କଲା ପରେ ଯଦି ଯାହା ଆଇନଗତ ଅଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ତାକୁ ଜଣେଇଛୁ ଏବଂ ଭବିଷ୍ୟତରେ ଏଭଳି ଅପହରଣ କେମିତି ନ ହେବ ସେଥିପାଇଁ ଆମେ ତାକୁ କଡ଼ାକଡ଼ି ଯାଞ୍ଚ କରିବା ପାଇଁ ଗୋଟିଏ ଏସ୍ଓପି ତିଆରି କରିବୁ ଏବଂ ଚିଫ୍ ଆଡମିନିଷ୍ଟ୍ରେଟରଙ୍କର ଅଧ୍ୟକ୍ଷତାରେ ଗୋଟେ ବୈଠକ ହେବ ଫ୍ୟୁଚରରେ ଆମେ ଯେଉଁ ରେଷ୍ଟ୍ରିକ୍ସନ କରିବା କିଭଳି ଅଣ ହିନ୍ଦୁ ସମ୍ପ୍ରଦାୟର ଲୋକ ନ ପଶନ୍ତୁ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ଚିନ୍ତା କରିବୁ ଫ୍ୟୁଚର ଷ୍ଟେପ୍ରେ ଆମେ ଭାବିବୁ ବ୍ୟାପକ ଭାବରେ ଯେଉଁ ଯାଞ୍ଚ ପ୍ରକ୍ରିୟା ରହିଛି ବିଭିନ୍ନ ଜାଗାରେ ଆମର ଏସି କରିଡର ହେଉ ବା ଆମର ଯେଉଁ ସେଠି ଆମେ ସମସ୍ତଙ୍କୁ ଭେରିଫାଇ କେମିତି କରାଯିବ ଅଣ ହିନ୍ଦୁ ଲୋକ ନ ପଶିବା ପାଇଁ କିନ୍ତୁ ବ୍ୟବସ୍ଥା କରାଯିବ ସେଥିପାଇଁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରିବ ଛୋଟିଆ ଗୋଟେ ଜୟ ବିଜୟ ସ୍ତମ୍ଭରେ ଲେଖା ହେଇଛି ଗୋଟେ ଛୋଟିଆ ମାନେ ଗୋଟେ ଫୁଟରେ ଗୋଟେ ସ୍ତମ୍ଭରେ ଲେଖା ହେଇଛି ଏତିକି ହିଁ କଣ ପରିମାପକ ସେଠି ଆମେ ଭାବୁଛୁ ଏସି କରିଡର ଅଛି ପ୍ଲସ୍ ଆମର ଯେଉଁ ଯାଞ୍ଚ ପଏଣ୍ଟ ଅଛି ଆମେ ସବୁ ଜାଗାରେ ଆମର ବଡ଼ ବଡ଼ ସାଇନେଜରେ ଲେଖିବୁ ଓନ୍ଲି ହିନ୍ଦୁଜ ଆର୍ ଆଲାଉଡ୍ ଇଂଲିଶରେ ହିନ୍ଦୀରେ ଏବଂ ଓଡ଼ିଆରେ ଲେଖିବୁ ଏବଂ ଯେଉଁ ଜାଗାରେ ଆମର ଜେଟିଭି ବା ଆମର ପୁଲିସ ଷ୍ଟାଫ ଅଛନ୍ତି ଯାଞ୍ଚ କରୁଛନ୍ତି ଆମେ ସମସ୍ତଙ୍କୁ ଭର୍ବାଲି ରିକ୍ୱେଷ୍ଟ ଏବେ ପଚାରି ପାରିବୁ ଯେ ଆପଣମାନେ କେଉଁ ସମ୍ପ୍ରଦାୟର ଏଇ ଦୁଇଟା ପ୍ରକ୍ରିୟା କଲେ କିଛି ଲୋକ ହୁଏତ ସଚେତନ ରହିବେ ଯେ ଆମେ ଅଣ ହିନ୍ଦୁ ଲୋକମାନେ ନ ଯିବା ପାଇଁ ସମସ୍ତେ ମାନେ ଆତଙ୍କବାଦୀଙ୍କର ଟାର୍ଗେଟରେ ଶ୍ରୀମନ୍ଦିର ଅଛି ଏଇଟା କେତେ ଦୂର ଆପଣ ସ୍ୱୀକାର କରିବେ ନାଇଁ ସେମିତି କିଛି ନାହିଁ ଏଇଟା ଯଦି ହେଲେ ଆମର ସିକ୍ୟୁରିଟି ବ୍ୟାପକ ଭାବରେ କରାଯାଉଛି ଏସ୍ପିଙ୍କ ତରଫରୁ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବହୁତ ସମୟ ଚେକ୍ କରାଯାଉଛି ସେମିତି କିଛି ଯଦି ଅଭିଯୋଗ ଆସେ ତାହେଲେ ଏସ୍ପି ନାଇଁ ଯଦି ଆତଙ୍କବାଦୀ ଉପରେ ଯେଉଁ ପ୍ରଶ୍ନ ଆସୁଛି ସେଇଟା ଏସ୍ପି ନିଶ୍ଚିତ ଭାବରେ ବ୍ୟାପକ ଆୟୋଜନ କରୁଛନ୍ତି ଆମର ବହୁତ ପ୍ରକାର ଆମର ସିକ୍ୟୁରିଟି ଆରେଞ୍ଜମେଣ୍ଟ କରାଯାଇଛି ସବୁ ଗେଟ୍ରେ ଆଉ ସେମିତି କିଛି ଥ୍ରେଟ୍ ଯଦି ଗୋଟେ ଦ୍ୱାର ଖୋଲୁଛି ଯୋଉଟା କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଗୋଟେ ଦ୍ୱାରରେ ତ ଆପଣଙ୍କର 9 ଜଣ ବାଂଲାଦେଶୀ ଆସିଛନ୍ତି ବାଂଲାଦେଶୀ ଯୋଉ ଅଣ ହିନ୍ଦୁ ଆସିଛନ୍ତି ଏବଂ ସେଥିରେ 4 ଜଣ ଯାଉଛନ୍ତି ସେଥିରେ ବାହାରର ଯୁବକ ହିଁ ଧରେଇଛନ୍ତି ଯେଉଁଠି ପୋଲିସ ମଧ୍ୟ ଧରି ପାରିନି ତାଙ୍କୁ ଏତେ ଗୋଟେ ବଡ଼ ଘଟଣା ସାର୍ ଶ୍ରୀମନ୍ଦିର ଭବିଷ୍ୟତରେ ଏଇଟାକୁ ଯାଞ୍ଚ କରାଯିବ ପ୍ରପରଲି ଯାଞ୍ଚ କରାଯିବ ଏବଂ ଆମେ ବିଭିନ୍ନ ଜାଗାରେ ସାଇନେଜରେ ଲେଖିବୁ ଯେ ଇଂଲିଶ ହିନ୍ଦୀ ଓଡ଼ିଆରେ ଯେ ଓନ୍ଲି ହିନ୍ଦୁଜ ଆର୍ ଆଲାଉଡ୍ ସେଇଟା ଲେଖିଲା ପରେ ନିଶ୍ଚିତ ଲୋକ ସଚେତନ ହେବେ ମାନେ ଓନ୍ଲି ହିନ୍ଦୁ ଲୋକମାନେ ହିଁ ଯାଇପାରିବେ କିଛି ଅନୁଷ୍ଠାନ ଏବେ ଦାବି କଲେଣି ଯେ ଯଦି 4 ଦ୍ୱାର ଖୋଲା ଯାଆନ୍ତା ଏବଂ ବ୍ୟାପକ ସଚେତନତା କରାଯାନ୍ତା ତାହେଲେ ଏସବୁ ସେଇଟା ପରବର୍ତ୍ତୀ ସମୟରେ ମାନେ ଆମର ଚିଫ୍ ଆଡମିନିଷ୍ଟ୍ରେଟର ସାର୍ଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ଏମ୍ସି କମିଟି ନିଷ୍ପତ୍ତି ନିଆଯିବ ଯେଉଁ ମନ୍ଦିରର 4 ଦ୍ୱାର ଖୋଲା ହେବ ଯେଉଁଟା ସବୁ ସମସ୍ତେ ତ ଆଲୋଚନା କଲା ପରେ ଏଇଟା କିଛି ବ୍ୟବସ୍ଥା सर 4 द्वारा खोलिबा ପାଇଁ ତ ଗୋଟେ ପ୍ଲାନ୍ ରହିଥିଲା ଯେ ଆଫ୍ଟର କମ୍ପ୍ଲିସନ ଅଫ ଦ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସେଟା ନିଷ୍ପତ୍ତି ଡିସିସନ ନିଆଯାଇନି ଆଲୋଚନା କରାଯିବ ସେଟା କରାଗଲା ପରେ ନିଷ୍ପତ୍ତି ନିଆଯିବ କୋଉଠି ନା କୋଉଠି ଯୋଉ ଏସି କରିଡରରୁ ଆସୁଛନ୍ତି ଶ୍ରୀ ଜଗନ୍ନାଥ ରିସେପ୍ସନ ସେଣ୍ଟରରୁ ଦୋଳବେଦୀରୁ କୋଉଠି ନା କୋଉଠି ଲାକ୍ସେସ ରହୁଛି କି ନାଇଁ ବର୍ତ୍ତମାନ ତ ଆମେ ସିକ୍ୟୁରିଟି ଆରେଞ୍ଜମେଣ୍ଟ ଠିକ୍ ଠାକ୍ ଅଛି ଗତକାଲି ଗୋଟେ ଯେଉଁ ଘଟଣା ଘଟିଲା ସେମିତି ହଠାତ୍ ଏମିତି ହେଇଛି ଆଗାମୀ ଦିନରେ ନ ହେବା ପାଇଁ ଆମେ ବ୍ୟବସ୍ଥା କରିବା ଆମେ ଲୋକଙ୍କୁ ସଚେତନତା କରାଇବା ଏବଂ ବିଭିନ୍ନ ଜାଗାରେ ଯେଉଁ ଏସି କରିଡର ହେଉ ଦୋଳବେଦୀ ପାଖରେ ହେଉ ଆମର ଯାଞ୍ଚ ପ୍ଲେସ୍ରେ ଆମର ସାଇନେଜ୍ ଲଗାଇବା ଏବଂ ଲୋକମାନଙ୍କୁ ବି ପଚାରିବା ଯେଉଁ ସିକ୍ୟୁରିଟି ଷ୍ଟାଫ୍ ମାନେ ଡିପ୍ଲୟ କରାହେଉଛି ସେମାନଙ୍କୁ କହିବେ ଯେ ସବୁ ଭକ୍ତମାନଙ୍କୁ ପଚାରିବେ सर बड़ा घटना ए पर्यंत सीसीटीवी यहाँ चलानी की ସେମାନେ କୋଉ ବାଟ ରାସ୍ତାରେ ଗଲେ ସେ ସିସିଟିଭି ବର୍ତ୍ତମାନ ଆମର ସିକ୍ୟୁରିଟି ଆଡମିନିଷ୍ଟ୍ରେଟରଙ୍କୁ ଦିଆଯାଇଛି ଦାୟିତ୍ୱ ସେ ବର୍ତ୍ତମାନ ତାକୁ ଆମର ଲେଭେଲରେ ତଦନ୍ତ କରିବେ ତଦନ୍ତ କରାଗଲା ପରେ ପୁଲିସ ତରଫରୁ ମଧ୍ୟ ଜଏଣ୍ଟ ତଦନ୍ତ କରାଯିବ ଆମେ ତାଙ୍କୁ ଗୋଟେ କମ୍ପ୍ଲେନ୍ ପିଟିସନ ଦେଇଛୁ କୋଉ ବାଟ ଦେଇ ଗଲେ କେମିତି ଗଲେ ଜଣା ପଡ଼ିଯିବ ତାପରେ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ସିସିଟିଭି ଅଛି ତ ମନ୍ଦିର ଭିତରେ ସେମାନେ କୋଉଟା ପର୍ଯ୍ୟନ୍ତ ଗଲେ ଏବଂ ତାଙ୍କୁ କିଏ ନେଇଥିଲା ସେଥିରେ କିଏ ସମ୍ପୃକ୍ତ ରହିଛି ଏଗୁଡ଼ିକ ପ୍ରାରମ୍ଭିକ ସ୍ତରରେ ବର୍ତ୍ତମାନ ଆମେ ପୁଲିସକୁ ଜଣାଇ ଦେଇଛୁ କମ୍ପ୍ଲେନ୍ ପିଟିସନ ଯାଇଛି
तापर ताकू तदंत कराଯିବ तदंत कला पर तापर हमर मंदिर तरफ जे अछन सिक्योरिटी एडमिनिस्ट्रेटर एवं पुलिस जो लोकल पुलिस जॉइंटली सेटा इंक्वायरी करिवे तापर सीसीटीवी फुटेज मध्य वेरीफाई कराजिବ तापर एक्शन ने सर टेम्पल एक्ट रे परिवर्तन करबार समय आछि सेटा ये जिनिस टेम्पल एक्ट हो बाय जो रूल्स जो रही सेटा गवर्नमेंट लेवल रे प्लस एमसी कमिटी हाई लेवल डिसीजन एटा हमें